ଆପଣ ଏଇଟା ଆମର ପ୍ରଥମ ନିର୍ବାଚନ ସଭା ନୁହେଁ। ଆପଣ ନିଜେ ଅନୁଭବ କରୁଥିବେ ଭଦ୍ରକ ବ୍ଲକରେ ବିଜୁ ଜନତା ଦଳ ତରଫରୁ ପ୍ରାୟ 8-10ଟି ଆମର ପଞ୍ଚାୟତ କର୍ମୀ ସମାବେଶ ହେଇସାରିଲାଣି। ଆପଣ ପ୍ରାୟ ସବୁ କର୍ମୀ ସମାବେଶରେ ଆପଣଙ୍କର ଯେଉଁ ଦାୟିତ୍ୱ ରହିଛି ଆପଣ ଯାଉଛନ୍ତି, ଅନୁଧ୍ୟାନ କରୁଛନ୍ତି ଏବଂ ଦେଖୁଛନ୍ତି କେତେ ସଂଖ୍ୟାରେ ସମାବେଶ ହେଉଛି ଏବଂ କେତେ ସଂଖ୍ୟାରେ ମା ମାନେ ଆସୁଛନ୍ତି, ଯୁବକମାନେ ଆସୁଛନ୍ତି, ସାଧାରଣ ଲୋକମାନେ ଆସୁଛନ୍ତି। ଏଇ ଯେଉଁ ଲୋକ ସଂଖ୍ୟା ଉପସ୍ଥିତିରୁ ଆପଣ ଅନୁମାନ କରିପାରୁଥିବେ ଯେ ଲୋକମାନେ ବିଜୁ ଜନତା ଦଳକୁ କିଭଳି ଭାବରେ ଗ୍ରହଣ କରିଛନ୍ତି, ଆଦରେଇଛନ୍ତି ଏବଂ ନବୀନ ବାବୁଙ୍କ ନେତୃତ୍ୱକୁ କିଭଳି ଭାବରେ ସେମାନେ ହୃଦୟ ଭିତରେ ରଖି ସାରିଛନ୍ତି, ଯାହାକୁ ଆଉ କହିବାକୁ ପଡ଼ିବ ନାହିଁ। ଆମେ ଖାଲି ନିର୍ବାଚନ ଚାଲୁଥିବାରୁ ତାର ଗୋଟେ ପ୍ରକ୍ରିୟା ଚାଲିଥିବାରୁ ଆମର ସଭା ସମିତି ଚାଲିଛି, କିନ୍ତୁ ଆପଣମାନେ କ'ଣ ଫଳାଫଳ ହେବ ଆପଣ ନିଜେ ଅନୁଭବ କରୁଥିବେ। ଯୋଉଠିକି ଗଲେ ବି ଆପଣ ଦେଖିବେ ମା ମାନଙ୍କର ସଂଖ୍ୟା 70-80%, ପୁରୁଷମାନଙ୍କ ସଂଖ୍ୟା 20-30%, ଯୁବକମାନେ ବହୁ ସଂଖ୍ୟାରେ ଅଛନ୍ତି। ଉନ୍ମାଦନା ଅଛି, ଉଦ୍ଦୀପନା ଅଛି, ଉତ୍ସାହ ଅଛି। ଖାଲି ସେମିତି ଯେ ଆସିକି ସଭାରେ ବସିଯାଉଛନ୍ତି ତା ନୁହେଁ। ତେଣୁ ସେଇ ଦୃଷ୍ଟିରୁ ଏଇ ଯେଉଁ ଉତ୍ସାହ ଅଛି, ଉଦ୍ଦୀପନା ଅଛି, ଏଥିରୁ ଜାଣିପାରୁଥିବେ 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଲା ପରେ ବି ଲୋକଙ୍କ ଭିତରେ ଉତ୍ସାହ ବଢୁଛି, ବରଂ ଉତ୍ସାହ କମୁନାହିଁ। এই উৎসাহ বঢ়িয়া ফଳରେ মুখ্যমନ୍ତ୍ରୀ কিভাবে ষষ্ঠ থর মুখ্যমନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ସେଥିପାଇଁ ଇଏ ଗୋଟିଏ ତାର ଆଜିକା ଯେଉଁ ସଭାର ଆପଣ ତା ନିଜେ ଅନୁଭବ କଲେ। ଆମର ବିଶ୍ୱାସ ଅଛି ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ମୁଁ ଭାବୁଛି ରେକର୍ଡ କରିବ ନବୀନ ବାବୁଙ୍କୁ, ବିଜୁ ଜନତା ଦଳକୁ ଭୋଟ ଦେବାରେ।